हेलो। हेलो। ଆଜ୍ଞା ନମସ୍କାର। ନମସ୍କାର। ଆଷ୍ଟ୍ରୋଲୋଜର ଚିଲବେଲି କହୁଥିଲି। ଆଜ୍ଞା ଆଷ୍ଟ୍ରୋଲୋଜର ଚିଲବେଲି କହୁଥିଲି। ଆଜ୍ଞା। ହ୍ୟାଲୋ। କୁହନ୍ତୁ। ଆଜ୍ଞା ଆପଣ ହ୍ୱାଟ୍ସଆପରେ ଆପଣଙ୍କର ପାପୁଲି ଫଟୋ ପଠେଇଥିଲେ ମତେ। ଆଜ୍ଞା। ମୁଁ କହିଲି ହ୍ୱାଟ୍ସଆପରେ ଆପଣ ଗୋଟେ ଫଟୋ ପଠେଇଥିଲେ ମତେ ଆପଣଙ୍କର ହାତ ଜାତକ ଦେଖିବା ପାଇଁ। କଣ କହିପାରିବିନି। ଆପଣ ପଠେଇଛନ୍ତି ଆପଣ କହିପାରିବେନି। ବାପା ୟୁଜ କରୁଥିଲେ ମଝିରେ ବାହାଘର ପାଇଁ ବାପା ଯଦି ପଠେଇଥିଲେ। ବାପା ପଠେଇଛନ୍ତି ଆପଣଙ୍କ ନମ୍ବରରୁ ଆସିଛି ବା କାଲି ରାତିରେ ଆସି ପହଞ୍ଚିଲେ ମତେ 2ଟା ରାତିରେ। ମୁଁ ଆଜି ହ୍ୱାଟ୍ସଆପ୍ ଦେଖୁଥିଲି ଅନୁଧ୍ୟାନ କଲି ଅନୁଧ୍ୟାନ ଦେଖିକି କହିଲି କି ଏବଂ ଆପଣଙ୍କୁ 3ଟା ଗୋଟେ ଜିନିଷ କହିବି ତାକୁ ବାଛିବାକୁ ପଡିବ ବାଛିବେ ଏଇନା ଫ୍ରି ଅଛନ୍ତି। ନାଇଁ ଏବେ ତ ମୁଁ ଫ୍ରି ନାହିଁ ପରେ ଫ୍ରି ହେଲେ ଆପଣଙ୍କୁ କହିବି। ଆପଣ ଏବେ ଫ୍ରି ନାହାନ୍ତି। ନାଇଁ। କଣ ବାହାଘର ପାଇଁ ଆପଣ ଏତେ ବ୍ୟସ୍ତ ହଉଥିଲେ ପୁଣି ଫ୍ରି ନାହାନ୍ତି ବାହାଘର କଥା ଶୁଣିବେ। ବାହାଘର କଥା ଶୁଣିଲେ ମଣିଷ ନିଦ ହଜିଯାଉଛି ଆପଣ କହୁଛନ୍ତି ଫ୍ରି ନାହାନ୍ତି। ବାପା ପଠେଇଥିବେ ମୁଁ ତ ଜାଣିନି ମୁଁ ଏଇଟା ଅଛି ଅଫିସରେ ନା। ବାପା ପଠେଇଛନ୍ତି କି ପୁଅର ବାହାଘର ପାଇଁ ପୁଅର ଶୁଣି ଦିଅନ୍ତୁ। ମୁଁ ଏଇଟା ବାହାରେ ଅଛି ଅଫିସରେ। ଅଫିସରେ ଅଛନ୍ତି। ହଁ। ଅଫିସରେ ଆପଣ ଏଇନା ଶୋଇଲା ପରିକା କଥା କହୁଥିଲେ ଅଫିସରେ ଅଛନ୍ତି। ନାଇଁ ନାଇଁ ମୁଁ ନାଇଟ୍ ପେଟ୍ରୋଲିଂ ଯାଇଥିଲି ଅଫିସରେ ଅଛି। ଆଉ ଡେ ପେଟ୍ରୋଲ କରୁନାହାନ୍ତି। ଆଜ୍ଞା। ହ୍ୟାଲୋ। ଆଜ୍ଞା। ଆଉ ଡେ ପେଟ୍ରୋଲିଂ କରୁନାହାନ୍ତି। ନାଇଁ ଏ କୁହନ୍ତୁ ଆପଣଙ୍କୁ 3ଟା ଜିନିଷ କହିବେ ଆପଣ ବାଛିବେ ନା ନାଇଁ କୁହନ୍ତୁ ଏବେ ସାଙ୍ଗେ ସାଙ୍ଗେ ବାଛିବେ ନହେଲେ ଏତେ ସମୟ ନାହିଁ ଏତେ ଆପଣ ଯୋଉ କହୁଛନ୍ତି ଛୁଟି ନେଲେ ସିନା ଆପଣଙ୍କୁ ମୁଁ ଏବେ ଅଛି ଅଫିସରେ ଏତେ କଥା କେମିତି ମୁଁ କଣ କହିବି ଆପଣଙ୍କୁ। ହେବେ ନା ବାହା ହେବେ ନା ହେବେନି। ବାହା ହେବି ବାପା ଠିକ କରୁଛନ୍ତି ନା ବାହା ହେବିନି କେମିତି। ବାପା ଠିକ ଅଛି ମୁଁ ଠିକ କରିଛି। ଆପଣ ଠିକ କରୁଛନ୍ତି। ହୁଁ। କୁହନ୍ତୁ ମାନେ କନ୍ୟା ଦୌଡିକି ପଳେଇବେ ନହେଲେ ଆପଣ ଯେମିତି କହୁଛନ୍ତି। କିଏ କହୁଛନ୍ତି ମୁଁ କିଛି ଜାଣିପାରୁନି। ଆପଣଙ୍କ ଜାତକ ଦୋଷ ଅଛି ବୁଝିଲେ ଆପଣ ପଠେଇଛନ୍ତି କି ଆପଣ ବାପା ପଠେଇଛନ୍ତି ମୁଁ ଜାଣିନି। କିନ୍ତୁ ଏଇ ନମ୍ବରରେ ରାତି 2ଟାରେ ଆସିଥିଲା ଜାତକ ଦୋଷ ଅଛି କନ୍ୟା ମିଳିବା ବହୁତ କଷ୍ଟ ମୁଁ ସେଥିପାଇଁ ଆପଣଙ୍କୁ ଗୋଟେ ନୂଆ ଟ୍ରିକ୍ ଦଉଛି ସେ ଟ୍ରିକ୍ ଟା କଲେ ଆପଣଙ୍କୁ 2 ଦିନ ଭିତରେ ଝିଅ ମିଳିଯିବେ। କଣ କହୁଛନ୍ତି କଥାଟା ଶୁଣିବେ ନା କାଟିଦେବେ ଏମିତି ବାଡ ହେଇକି ବୁଲିବେ। କୁହନ୍ତୁ ବା ଏତେ କଥା କହିସାରିଲେଣି କୁହନ୍ତୁ କଣ କହୁଛନ୍ତି। ହଁ। କୁହନ୍ତୁ କଣ କହୁଛନ୍ତି କୁହନ୍ତୁ। 3ଟା ବେଙ୍ଗ ବାଛିବେ 3ଟା ଭିତରୁ ଗୋଟିଏ ବେଙ୍ଗ। ହୁଁ। ହ୍ୟାଲୋ। ହଁ ବା କହୁନାହାନ୍ତି। କାଠିଆ ବେଙ୍ଗ ଗୋଟେ ବ୍ରାହ୍ମଣୀ ବେଙ୍ଗ ଆଉ ଗୋଟେ ହଉଛି ଆଉ ଗୋଟେ ବେଙ୍ଗ ମନେ ପଡୁନି ସେଇଟା କିଏ ଆପଣ କହୁଛନ୍ତି ମୁଁ ଜାଣିପାରୁନି ଟୋଟାଲି। ଆଉ ଗୋଟେ ବାଲିଆ ବେଙ୍ଗ କୋଉ 3ଟା ଭିତରୁ କୋଉ ବେଙ୍ଗ ବାଛିବେ କୁହନ୍ତୁ। ଆପଣ କିଛି କହୁଛନ୍ତି କହୁନାହାନ୍ତି। ମୁଁ ଆପଣଙ୍କର ଆଷ୍ଟ୍ରୋଲୋଜର କହୁଛି ବା ନା ଚୁଲବୁଲି ପାଣ୍ଡେ। ନା। ହଁ ନା ନା କଣ କହୁଛନ୍ତି ହଁ ଚୁଲବୁଲି ପାଣ୍ଡେ କୁହନ୍ତୁ। କାଠିଆ ବେଙ୍ଗ ବାଲିଆ ବେଙ୍ଗ ବ୍ରାହ୍ମଣୀ ବେଙ୍ଗ 3ଟା ଭିତରୁ ଗୋଟିଏ ବେଙ୍ଗ ବାଛନ୍ତୁ। ବେଙ୍ଗ କୋଉଠୁ ଭୁବନେଶ୍ୱରରେ କି ବେଙ୍ଗ ନା ଫେଙ୍ଗ କିଛି ନାହିଁ ଆଉ ବେଙ୍ଗ ଆସିବ କଣ ତମ କଣ ବାଛିବା ପାଇଁ। ମୁଁ ତମକୁ କହିଲି ତମେ ବାଛୁନାହାନ୍ତି ଏମିତି କାଇଁ ହଉଛନ୍ତି ବାଛନ୍ତୁ। ନାଇଁ ସେ ବାହାଘର ପଛେ ଭାଙ୍ଗିଯାଉ ମୁଁ ବାଛିବିନି। ବେଙ୍ଗ ମୋର ଆଦୌ ପସନ୍ଦ ନୁହଁ ବାଛିବିନି। ଆପଣ କଣ ବେଙ୍ଗକୁ ବାହା ହଉଛନ୍ତି ଆପଣ ବାଛିବେ ଝିଅକୁ ବାହା ହେବେ। ସେ ଯୋଉ ଭୁବନେଶ୍ୱରରେ ତ ବେଙ୍ଗ ନାହାନ୍ତି ଟୋଟାଲ ଆଉ। କିଏ କହିଲା ବେଙ୍ଗ ନାହାନ୍ତି ତାହେଲେ ଆପଣ ଚାରିଆଖିଆ। ଆପଣ ମୁଁ ତ ଦେଖନ୍ତୁ ଚଷମା ୟୁଜ କରିନି ଆଜି ଯାକେ। ତାହେଲେ କରନ୍ତୁ ବେଙ୍ଗ ଦେଖିପାରିବେ। ଶୁଣନ୍ତୁ ବେଙ୍ଗ ବହୁତ ପ୍ରକାର ବେଙ୍ଗ ଅଛନ୍ତି କିନ୍ତୁ ମୁଁ 3 ପ୍ରକାରିଆ ବେଙ୍ଗ କହିଲି ବାଲିଆ ବେଙ୍ଗ କାଠିଆ ବେଙ୍ଗ ଆଉ ହଉଛି ଇଏ ବେଙ୍ଗ ବ୍ରାହ୍ମଣୀ ସଇଲା ତମେ ତ ନିଜେ କହିପାରୁନ ପୂର୍ବରୁ କଣ କହିଥିଲ 3ଟା ବେଙ୍ଗ ଦେଖନ୍ତୁ ଆଁ 120 ପ୍ରକାରର ବେଙ୍ଗ 120 ପ୍ରକାରରୁ ଇଏ ପୁରା ଲାଷ୍ଟ ଆଡିକି ଅଛନ୍ତି। ବେଙ୍ଗ ନା ତମେ ଜନଜାତି ଗଣନା କରୁଛ ବା 120 ପ୍ରକାର କହିସାରିଲିଣି। ଯଦି କଣ କର ଝିଅ ଖୋଜୁଛି ଆପଣଙ୍କ ପାଇଁ ଲାଷ୍ଟକୁ ଆପଣ କଣ କେତେଟା ପିଲା ଛୁଆ ହବ ସବୁ ଏଇନା କହିବେ ଆପଣ ଖାଲି ବେଙ୍ଗ ବାଛୁନାହାନ୍ତି। ହଁ 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 କଣ ହଁ ଛାଡ ହଁ ହଁ କୁହ କୁହ। ବାଛିକି କହିଲେ ଜଲଦି କହିଲେ ଲେଟ୍ ହଉଛି। ଲେଟ୍ ହଉଛି କଣ ବେଙ୍ଗ ଥିଲେ କହିବି ବେଙ୍ଗ କାଇଁ ହିସାବରେ ଜାଣିଲ। 1 2 3 ସଂଖ୍ୟା ବାଦ ଆରେ ମୁଁ ଦେଖ ମୁଁ ଏମିତିରେ ଟୋଟାଲି ବାହାଘର ଇଚ୍ଛା ନାହିଁ। ବାପା ପଠେଇଥିଲେ ଇଏ ନମ୍ବରରେ ଗଲା ମୁଁ ତ ଏ ନମ୍ବର ହ୍ୱାଟସଆପ୍ ୟୁଜ କରୁଛି ବାପା କେମିତି ପଠେଇବେ ତମ ଶୁଣ ବାପା କତିକି। କହିଲ କିଏ କହୁଛ ଆଗ ତମେ ସେ ଜମା ମତେ ନେଲ ସମୟ ନାହିଁ। ବାପା ପଠେଇଛନ୍ତି କିଏ ପଠେଇଛନ୍ତି ମୁଁ ଜାଣିନି କିନ୍ତୁ ଏଇ ନମ୍ବରରେ ଆସିଛି ରାତି 2ଟାରେ। ନା ସେ ବାହାଘର ଭାଙ୍ଗିଦିଅ। ବାହାଘର କେମିତି ଭଙ୍ଗା ହବ ମୁଁ କଣ ତ ବାହାଘର ଭାଙ୍ଗିବାକୁ ହେଇଛି ମୁଁ କଣ ଦେଖୁଛି ତମ ରାଶିରେ ଝିଅ ଅଛନ୍ତି ନା ନାଇଁ
ନାଇଁ ମୋର ଟୋଟାଲ ରାଶିରେ ଝିଅ ନ ରହିବା ଭଲ। ବ୍ରାହ୍ମଣ ଝିଅ ଅଭିଶାପ ଦେବି, ଖଣ୍ଡ କାଣି କେମିତି କୁଜି ମିଳିବନି। ଟୋଟାଲ ଦରକାର ନାହିଁ ତମେ ଦେଇଦେଲ ଗୋଟେ ସେମିତି କଣ। କଣ ଦରକାର ନାହିଁ ପୁଣି ଦେଇଦେଲ ସେମିତି କଣ? ଆରେ ମୋର ଟୋଟାଲ ଦରକାର ନାହିଁ ଝିଅ, ତମେ ଅଭିଶାପ ଦେଇଥିଲେ ଭଲ ହବ, ମୁଁ ସେଇ କଥା କହୁଛି। ଶୁଣୁନାହାନ୍ତି, ଫାଙ୍କା ଅଛନ୍ତି? ଫାଙ୍କା ନାହିଁ ମୁଁ ଟୋଟାଲି ରାତିରେ ପେଟ ନେଇ ଆଜି ଶୋଇଛି। ସେ ଫାଙ୍କା କଥା କହୁନି ମ। ଆଉ ଟୋଟାଲ ନିଦ ହେଇଛି କଣ କହିବି ତମକୁ ଝିଅ ଜାଣିପାରୁନି। ନିଦ ଟୋଟାଲ ଭାଙ୍ଗିଗଲା। ଦେଖୁଛନ୍ତି ତାହେଲେ ମନ ଅଛି। ଟୋଟାଲି ମନ ନାହିଁ, ତମେ ବା ଯେମିତି ବାଧ୍ୟ କରୁଛ ମତେ। ବାଧ୍ୟ ଛାଡ କରିବି। ବାଧ୍ୟ ଯାହାର ଇଚ୍ଛା ନଥାନ୍ତା ସିଏ କଲ୍ କାଟି ଶୋଇଥାନ୍ତା। ଆପଣ ଯଦି ନିଦ ଭୟଙ୍କର ମତେ। ନିଦ ଭାଙ୍ଗିଗଲାଣି ଯଦି ଆମେ ବଢିଆ ସେ ଭାଙ୍ଗିଦବା। ଟୋଟାଲି ଭାଙ୍ଗିନି, ଅଧା ଭାଙ୍ଗିନି ପୁରା ତ ଭାଙ୍ଗିଦବ କୋଉଠୁ ତମେ। 1 2 3 ଭିତରୁ ଗୋଟେ ସଂଖ୍ୟା ବାଛନ୍ତୁ। ଆପଣଙ୍କୁ ନାଇଁ ନାଇଁ ମୁଁ ସେମିତି ଟୋଟାଲ ସେମିତି ମୁଁ ଟୋଟାଲ ବାଛିବିନି। ବେଙ୍ଗ ମୋର ବାହା ହେବାକୁ ଇଣ୍ଟରେଷ୍ଟ ନାହିଁ, ମୁଁ କାଇଁ ସେଗୁଡା ବାଛିବି ମତେ କହିଲ। ଶୁଣ 3ଟା ବେଙ୍ଗ ପେଟରେ 3ଟା ସୁନ୍ଦରୀ କନ୍ୟା ଥିଲେ। ଗୋଟେ ରମ୍ଭା, ଗୋଟେ ମେନକା, ଗୋଟେ ଉର୍ବଶୀ। ଆପଣ ସେ ରମ୍ଭା, ମେନକା, ଉର୍ବଶୀକୁ ଛାଡିଦେଲେ। ତାପରେ ଆମେ 1 2 3 ଭିତରକୁ ଆସିବା। ଆଉ 3 ନମ୍ବରକୁ ଛାଡ, ମାନେ 2ଟା ସଂଖ୍ୟାକୁ ଯିବା। ରମ୍ଭା, ମେନକା, ଉର୍ବଶୀ କୋଉ ଯୁଗ ଚାଲିଛି କହିଲ ଏବେ? ଏଇଟା କୋଉ ଯୁଗ ଆପଣ ଜାଣି ପାରୁନାହାନ୍ତି? ଜାଣିପାରୁଛନ୍ତି ସେ 3 ଜଣ ଆସିବେ କୋଉଠି ଏ ଯୁଗକୁ। ରମ୍ଭା ତମେ ତମେ ଜାଣିଲ, ତମେ ଟୋଟାଲ ଏଇଠି ଫୋନ ମତେ ସତ୍ୟ ଯୁଗରେ ଛିଡା କରିଦବ। ଆଉ ସତ୍ୟଜିତ୍ ଗଲେ ରମ୍ଭା, ମେନକା, ଉର୍ବଶୀ। ରମ୍ଭା, ମେନକା, ସତୀ କେତେ କଣ ପାଇବ, ଭାଇ ସୁନ୍ଦରୀ ସୁନ୍ଦରୀ ପାଇବ। ଟୋଟାଲି ଦରକାର ନାହିଁ ଝିଅ, କଣ ମୁଁ ତ ବାହା ହେବାକୁ ଚାହୁଁନି। ବୁକିଂ କରିକି ଆଣିଛି ରମ୍ଭା, ମେନକା, ଉର୍ବଶୀଙ୍କୁ। ସେ ତ ନାଇଁ ତାଙ୍କୁ ଗୋଟେ କାମ କର, ପୁଣି ଜୋମାଟୋରେ ଡେଲିଭରି ମାରିଦେଇ ପଳନ୍ତୁ ତାଙ୍କ ଜାଗାକୁ। ତାଙ୍କୁ ଡେଲିଭରି ପାଇଁ ଲଣ୍ଡନ ପଠେଇଦେଲି। କାଳୀପୂଜା ଯୋଉ ଦେଖିଛ, କାଳୀ ମୂର୍ତ୍ତି ସାଇଟରେ ସବୁ ଛିଡା ହେଇଛନ୍ତି ନର୍ତ୍ତକୀ, ସଖୀ ଦୁଖୀ ସେଇମାନଙ୍କୁ ଟାଣିକି ଆଇଲି। କିଏ ନଥିବେ ଏବେ, ସଖୀ ତ ବିସର୍ଜନ ହେଇଛନ୍ତି ନଈରେ ପଡିଥିବେ, ଆଣିବୁ କୋଉଠୁ ମିଳେଇଗଲେ। ଗୋଟେଇକି ଆଣିଛି କଣ ଜାଣିପାରୁନ, ଆଜି ଯାଜପୁର ଭସାଣିଟି ସେଇ ଆଁ ପବନ ସୋରୁମ ନେଇକି ଆଇଛି ଟାଣିକି। ତମେ କହିଲ ସଖୀ ନା ଦୁଃଖୀ? ସଖୀ ସହିତ ଭଲରେ ରହିବ, ଦୁଃଖୀ ସହିତ ଟିକେ ଦୁଃଖରେ ରହିବ। ମୁଁ ଟୋଟାଲି ବାହା ହେବିନି, ମୁଁ କାଇଁ ତମକୁ କହିବି ସଖୀ ହେବି। କହିଲ ତୁ ବାହା ହେବାକୁ ଇଚ୍ଛା ନାହିଁ। ବାହା ହେବାକୁ ଜମା ଇଚ୍ଛା ନାହିଁ, ତମେ ରଖ ମୁଁ ଶୋଇବି କଣ ରାତି କୁନ୍ଥଉଛ? ରାତି 11ଟା 12ଟାରୁ ମତେ ଫୋନ କରିବ, ରାତି 4ଟା ଯାଏ ଯେତେ ଗପିବା କଥା ଗପିବ। ରାତି କଣ? ରାତି 11ଟାରୁ ହୁଁ ସକାଳ 4ଟା ଯାଏ, 5ଟା ଯାଏ। ମୋ ନମ୍ବରରେ ଟିକେ ରିଚାର୍ଜ କରିଦବ, ମୁଁ ଡେଲି କଲ୍ କରିବି। ହଁ ମୁଁ ରିଚାର୍ଜ କରିଦେବି, ଏଇ ଗୋଟେ କଥା। ତମେ ରମ୍ଭା, ମେନକା, ଉର୍ବଶୀ, ସଖୀ ଦୁଖୀ ଛାଡିକି ଏଇ ଆଷ୍ଟ୍ରୋଲୋଜର ଚୁଲବୁଲି ପଛରେ ପଇଲ ନା କଣ? ନା ସେମିତି କିଛି କଥା ନାହିଁ, ତମେ କହିଲ ରିଚାର୍ଜ କରିଦେବି ମୁଁ ଫୋନ କରିବି ତମ ସହିତ କଥା ହେବି, ମୁଁ କହିଲି ହଉ ତାହେଲେ କରିଦେବି କିଛି ଅସୁବିଧା ନାହିଁ। ଏଇଠି ଶୁଣୁଛ? ତାହେଲେ ଠିକ ଅଛି, ରମ୍ଭା, ମେନକା, ଉର୍ବଶୀକୁ କାଟିକି ମୁଁ ତମ ଆଗରେ ଛିଡା ହଉଛି। ତମେ କଣ ମତେ ଚଏସ୍ କରିବନି? ମୁଁ ବାହା ହବା କଥା ଭାବୁନୁ, ତମକୁ ପୁଣି କେମିତି ଚଏସ୍ କରିବି। ମତେ ଚଏସ୍ କରିଦବ, କହିବି ଏଇନା ତମ ପାଇଁ ଗୋଟେ ସାୟରି ଲେଖିଛି ଶୁଣିବ? ନାଇଁ ସାୟରି କାଇଁ ଏବେ ଶୁଣଉଛ? ନାଇଁ ତମେ ଶୁଣିବ। ତମେ ଆସନ୍ତନି ଶୀତ ସକାଳରେ ସୁନେଲି କିରଣଟିଏ ହେଇ ଥଣ୍ଡା ଥଣ୍ଡା ପାଗରେ ଗରମ ଚା କପ୍ଟେ ନେଇ, ଆଉ କୁହନ୍ତନି ହେଇଟି ଶୁଣୁଛ ସକାଳ ଆସି 8ଟା ବାଜିଲାଣି ପରା, ବାବୁ ଆଜି ଅଫିସ ଯିବେ କି ନାଇଁ? ତୁମେ କଣ ଆସନ୍ତନି ଏଇ ବ୍ରେକଫାଷ୍ଟରେ କଣ ଖାଇବା ଅଛି? ଦାସ ବାବୁ ହୋଟେଲର ପୁରୀ ଉପମା, ବାବୁଙ୍କର ଆଉ କିଛି ଡିମାଣ୍ଡ ଅଛି ପଚାରିବା ପାଇଁ? ଶୁଣିଲା ମୁଁ ତମକୁ ଏମିତି କହିବି ସବୁଦିନ, ତମେ ମତେ କହିବ ମୁଁ ତମ ପାଇଁ ଜଳଖିଆ ନେଇକି ଆସିବି, କଣ ବେହୋସ ହେଇଗଲ ନା ପାଣି ଛାଟିବି? ପୁରା ତୁଳସୀ ଗଣନାଟ୍ୟ ଭଳିଆ ଶୁଭିଲାନି। ହେଇ ବା ତମେ ତୁଳସୀ ଗଣନାଟ୍ୟ ଏମିତି କହୁଛ, ତୁଳସୀ ଗଣନାଟ୍ୟ ଏମିତି କହୁନଥିବେ ହେଲା। ଆଉ କଣ ମୁଁ ଯାଇଥିଲି ଖଣ୍ଡଗିରି ଏମିତି କହୁଥିଲେ, ଆଉ କହୁନଥିଲି। ଏଇ ଶୁଣୁଛ ଏଥର ଆସିଲା ବେଳେ ମୋ ପାଇଁ ତୁମ ମନ ପସନ୍ଦର ଝୁମକା ହଳେ ଆଣିବ, ଆଉ ସେ ଝୁମକାକୁ ଅତି ମୋର ତ ହାତରେ ମତେ ପିନ୍ଧେଇଦବ। ମୋର ତ ଝୁଅ ପିଲା ଟୋଟାଲ ପସନ୍ଦ ନୁହଁ, ତାଙ୍କ ଜିନିଷ ପୁଣି କେମିତି ପସନ୍ଦ ହବ? କଣ ପସନ୍ଦ ନୁହଁ? ମୋତେ ଝିଅ ପିଲା ଟୋଟାଲ ପସନ୍ଦ ନୁହଁ, ତାଙ୍କ ଝୁମକା ଫୁମକା ମୋର କେମିତି ପସନ୍ଦ ହବ ବା? ଝିଅ ପିଲା ତମର ପସନ୍ଦ ନୁହଁ, ଆଉ ତମେ କାଇଁ ବାଛନ୍ତା? ଟୋଟାଲି ପସନ୍ଦ ନୁହଁ, ରଖ ମୁଁ ଶୋଇଛି। ଆ କଣ ଏମିତି ଗୋଟେ ହଉଛ ଜାକି ହଉଛ, ତମ ଘର କୋଉଠି କହିଲ? ବାପା ପାରାଦୀପ। ପାରାଦୀପ? ହୁଁ। ତମେ ସତ କହୁଛ? ପାରାଦୀପରେ ନା ବାଲିଯାତ୍ରା ହୁଏ। କଳିଙ୍ଗ ବାଲିଯାତ୍ରା। ତମେ ଆସନ୍ତନି ଏ ବାଲିଯାତ୍ରା ବୁଲିକି ଆଉ କଙ୍କଡା କାଷକୁ ଚୁଙ୍ଗୁଡି କାଷ ମତେ ଦିଅନ୍ତନି ତମେ ହାତରେ ଖୁଆଇକି?
ନା ସେଟା ଲୁଣି ଜିନିଷ, ସେଟା ମୁଁ ଖାଏନି ଟୋଟାଲ। ତମେ ନ ଖାଅ ମତେ ଖୁଆଇଦବ। ହଁ। ଜାଣିଛ ମୁଁ ତମକୁ ବହୁତ ସ୍ୱପ୍ନ ଦେଖୁଛି, ସେଥିପାଇଁ ରମ୍ଭା ପାଇଁକା ଉର୍ବଶୀ ମିଛ, ମୁଁ ତମକୁ ଭଲ ପାଇ ବସିଛି। ସ୍ୱପ୍ନ ଦେଖିବାକୁ କିଏ କାହାକୁ ମନା କରେ? କଣ? ସେ ସ୍ୱପ୍ନରେ ଗୋଟେ ଫଟୋ ଉଠେଇ ରଖିପାରିବ? ସ୍ୱପ୍ନ ଫଟୋ ଉଠେଇ ନୁହଁ, ତାକୁ ଆଙ୍କି ଦେଇଛି ମୋ ହୃଦୟରେ। ହଁ ସେ ଗୋଟେ ସେଲ୍ଫି ଗୋଟେ ଉଠେଇ ପଠଉନ ମୁଁ ଦେଖିବି। ତମେ ମତେ ଦେଖିଲେ କଣ କହିଲ ଭେଟଣା ହେଇଯିବ। ହୁଁ। ଭେଟଣା ସିଏ କଣ ମଣିଷ ନା ଆଉ କଣ ବା? ଭେଟେଣା ହେଇ ତମେ ପାରାଦୀପ ଲୋକ, ସମୁଦ୍ରରେ ଅଛି ଅତି ବିକୃତ ଜୀବ ଦେଖୁଥିବ। ହଉଛି ଗୋଟେ। ଭାକ୍। ଶୁଣ, ସ୍ୱପ୍ନ ବାସ୍ତବତା ଭିତରେ କରିଛି ଛୋଟିଆ ଘର ମୋ ମନ ଭିତରେ। ମନ ଆଉ ହୃଦୟର ଅନ୍ତରାଳରେ ଅଛି ତା ପ୍ରବେଶ ଦ୍ଵାର। ପାଦରେ ଅଳତା, ମଥାରେ ସିନ୍ଦୁର, ହାତରେ ହାତେ ଓଢଣା ଟାଣି କେବେ ଆସିବ ଆସିବି ମୁଁ ତୁମ ପାଖରେ ବସିବି, ରହିଛି ତୁମକୁ ଅପେକ୍ଷା କରି। ମୁଁ ତ ଫୋନରେ ବାହା ହେଇସାରିଲିଣି, କଣ ବାକି ଅଛି? କଣ ବାକି ଅଛି? ତମେ ଏମିତି କରୁଛ। ଫୋନରେ ବାହା ହେଇସାରିଲେଣି ଟୋଟାଲ ମତେ, ଆଉ ମୁଁ କଣ ତମକୁ କହିବି? ତମେ ଫୋନରେ ମତେ ବାହା ହେଇ ସାରିଲଣ, ମୁଁ ତ କହିନି ଏଇଟା ତମେ କହିଲ। ତମ ବାହାଘର ସରିଗଲା। ତମେ ସେଇଆ କହୁଛ। ରାବଣ ମନ୍ଦୋଦରୀ ଆଉ ମନ୍ତ୍ର ମନ ନାହିଁ। ସେତିକି ତ ମନ ଥବ, ସେ ସମସ୍ତଙ୍କର ମନ ଥାଏ, ତମର କଣ? ଆଉ ସିନ୍ଦୁର କାହିଁ, ଶଙ୍ଖା କାହିଁ, ମୁଁ କଣ ଏଇଠି ହାତରେ ଚୁଡି ନାହିଁ କିଛି ନାହିଁ, ଏମିତି ରାହା ହେଇ ବୁଲୁଛି। ରାହା ହେଇ ବୁଲୁଛ? ଆଗ ବାଟା କହିଥାନ୍ତ ନା, ସେଇଟା କାଇଁ ରଖୁଛ କୁହ? ତାପରେ ତ ତମେ କହୁନ। ନାଇଁ ନାଇଁ ଏତେ ହାର୍ଡ କରିବା ଭଲ ନୁହଁ, ଝିଅ ପିଲାଙ୍କୁ ଖରାପ ଭାଷା କହିବା ଜମା ଭଲ ନୁହଁ। ହଁ ହ୍ୟାଲୋ, ତୁମେ ମୋ ପାଇଁ ସେ ଦୂର ଆକାଶର ଜହ୍ନ, ଯାହାକୁ ଦେଖିବା ଦେଖ ମତେ ହସଉଛନ୍ତି, ମୁଁ ତମେ ସାଇରେ କହୁଛ ହସଉଛନ୍ତି। ମୋ ପାଖରେ ଅଛି ଗୋଟେ କାଣି ଗୋଟେ କେମ୍ପି, ମତେ ହୁଁ ହସଉଛନ୍ତି। କଣ କହିବି କହିଲ? କାଣିକି ତ ଦୂର ଆକାଶ ଦେଖା ଯାଉନଥିବ, କେମ୍ପି ଦେଖିଲେ ବି ସିଡିରେ ଚଢିକି ଯାଇପାରିବନି ଜହ୍ନ ପାଖକୁ। ସେଥିପାଇଁ ବା ହସୁଛି। ଏ ଶୁଣ ତଣ୍ଟି ଝାଡିଦେଲି, ଏବେ ତମ ପାଇଁ କହୁଛି ତମେ ପୁରା ଫିଲ୍ ରେ ଶୁଣ ହେଲା। ତୁମେ ମୋ ପାଇଁ ଏ ଶଳା ଏ ହାରାମଯାଦା ବସ ବି ଏତିକି ବେଳେ ଯାଉଛି। ହର୍ନ ମାରୁଛି, ଇଠି କାନ କଣ କରୁଛି। ହଉ ଶୁଣ 1 2 ଶାନ୍ତିରେ ନିଦଟା ତୁମେ ଟୋଟାଲ ଭାଙ୍ଗି ଚୁନା କରିଦବ। ତୁମେ ମୋ ପାଇଁ ସେ ଦୂର ଆକାଶର ଜହ୍ନ, ଯାହାକୁ ଦେଖିବା ମୋ ଭାଗ୍ୟରେ ଅଛି ମାତ୍ର ସ୍ପର୍ଶ କରିବା ମୋ ପାଇଁ ସ୍ୱପ୍ନ। ତୁମେ ମୋର ସେଇ ଏକ ତରଫା ପ୍ରେମ, ଯାହାକୁ ଭୁଲିବା ସମ୍ଭବ ନୁହେଁ, ପାଇବା ତ ମୋ ପାଇଁ ବହୁତ ସ୍ୱପ୍ନ। ତୁମେ ମୋ ପାଇଁ ଏମିତି ଏକ ମିଠା ଚହର, ଯାହା ଶରୀର ପାଇଁ ଯନ୍ତ୍ରଣା ଦାୟକ। ମାତ୍ର ମୋ ଆତ୍ମା, ମୋ ହୃଦୟ, ମୋ ମନ ପାଇଁ ଅତିରୁ ଅତି ମଧୁର। କଣ ବା କଣ ପେଟେଇ ପଇଲ ନା କଣ? ତମେ ଏଗୁଡା ସବୁ ଡାଇରୀ ଦେଖିକି ପଢୁଛ ଆଉ, କଣ ମାନେ ତମେ ଲେଖିକି ରଖିଛ। ଶବ୍ଦ ଲଉଟଉଛ ତ ମୁଁ ଦେଖିକି ପଢୁଛି ଆଉ, ମୋ ମନରୁ କଥା ଆଣୁଛି ହେଲା। ହୁଁ ଗୋଟେ କଥା କହିବି ମନ ଭିତରେ ଏତେ ସବୁ କୋଉଠି ଜାଗା ହଉଛି? ତମେ ଏଡେ ବଡ ମଣିଷଟା ଜାଗା ହେଇଯାଇଛ, ଆଉ କଣ ଏଇ ଅକ୍ଷର ଦିଟା ଜାଗା ହେଇପାରିବନି? କଣ ଏମିତି କଣ ହଉଛ ଗୋଟେ କଥା କଣ କଡ ଲଉଟଉଛ? ବିଶ୍ୱାସ କରିବନି ଏତେ ଟାୟାର୍ଡ ଲାଗୁଛି, ମୁଁ କୋଉଠି ଜାଣିବ ଗୋଟାଏ ରାତି ଚାଲିଲ ପେଟ୍ରୋଲିଂ ଆମ ସାଙ୍ଗେ। ତୁମେ ଆସନ୍ତନି ଅନ୍ଧାର ରାତିରେ ମତେ ସାଥିରେ ନେଇକି ତମ ସହିତ ପେଟ୍ରୋଲିଂ କରାଇବା ପାଇଁ। ତୁମେ ଆସନ୍ତ ଅନ୍ଧାର ରାତିରେ ଯିବି ତମ ଗାଁରେ କୁକୁର ଗୋଡେଇବ ମତେ କୁହ। ଅନ୍ଧାର ରାତିରେ କିଏ କୁହେ ଦିନରେ ଆସିବ, ହଁ ଅନ୍ଧାର ରାତିରେ କଣ ଭୂତ ନା ରାତି ଅଧିଆ ଯାଉଛ ପେଟ୍ରୋଲିଂ କରିବାକୁ, ମତେ ଦିନରୁ ନେଇ କଣ ରାତି ଡ୍ରାଇଭର ଯାଉଛି ମୋ ସାଙ୍ଗରେ, ଆମେ ଯାଉଛୁ ବାହାରିକା ତମ ଘରକୁ ଯିବି ରାତିରେ ତମେ ଆଣିବାକୁ। ହଁ ଭୂତ ମୁଁ। ତମେ ରାତି 12ଟାରେ ଯାଉଛ ପେଟ୍ରୋଲିଂ ରେ, ମତେ ଆସିବ 8ଟାରେ ନେଇକି ଆମ ଘରକୁ ଯିବ, 8ଟାରେ ପହଞ୍ଚୁ ପହଞ୍ଚୁ ହେଇଯିବ 12ଟା। ତାପରେ ଆମେ ଯିବା ସାଙ୍ଗ ହେଇ ପେଟ୍ରୋଲିଂ କରିବାକୁ, ଆଉ ରାତି ଅଧରେ ତମେ କଣ ବୋପା ଓହୋ ତମେ ତ ସେଇ ରାମଚନ୍ଦ୍ର, ତମେ କଣ ନାରୀଙ୍କୁ ଅନଉଥିବ, ତମେ କଣ ଇନଷ୍ଟାରେ ରିଲସ ଦେଖୁଥିବ? ନା ତମେ ଇନଷ୍ଟା ଇନଷ୍ଟା କିଏ ୟୁଜ କରୁଛି କେଜାଣି, ତମମାନେ କରୁଥିବ, ଆମର ଇନଷ୍ଟା ୟୁଜ କରିବା ନାହିଁ ମୁଁ କଣ କହୁକି? ତ ଜାଣିଛ ତମର ସେଇ ହସଟା ପାଇଁ ନା କଣ ଆଉ କହିବିନି, ଅଧିକ ନାଇଁ ଡାଇବେଟିସ ହଁ ମନରେ କିଛି ରଖିଥାଅ, ପରେ ଦେଖାହେଲେ କହିବ ତ, ସବୁ ଏବେ କହିଦେଲେ କଣ ମିଳିବ? ସତରେ ଆମର ଦେଖାହବ? ତୁ ଭାଗ୍ୟରେ ଥିବ। ମୁଁ ବି ଭାବେ ତମର ପ୍ରଶଂସା କରିବି, କିନ୍ତୁ ମତେ ଲାଗୁଛ କାହିଁକି ତମେ ଟିକେ କଣ ଯାଜପୁରିଆ। ନା ହଁ ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କଟକ ଲାଗିଛି। ତମେ କହୁଛ ତ ଦେଖା କରିବା ପାଇଁ କି? ବେଶୀ କିଛି ଆଣିବ ନାହିଁ ହେଲା, ଆସିଲା ବେଳେ
ମୋ ପାଇଁ ଆଞ୍ଜୁଳାଇ ପ୍ରେମ ମୁଠାଇ ସ୍ନେହ ଆଉ ତୁମର ସେଇ ନିରୀହ ଆଖି ଦୁଇଟି ନେଇକି ଆସିବ ହେଲା ଯୋଉ ଆଖିରେ କେବଳ ମୁଁ ଥିବି ଆଉ ତମେ ମତେ ଦେଖୁଥିବ ଆଉ ଆମେ ଟିକେ ବସିବା ତା ସହିତ ବିରିୟାନୀ ପାଖକୁ ଟିକେ ଚିକେନ ଲଲିପପ ଆଣ୍ଡ ଚିଲି ଚିକେନ ନେଇକି ଆସିବ ଆଉ ମୁଁ ଖାଇବି ତମେ ମତେ ଚାହୁଁଥିବ ଆଉ ଯଦି ତମ ଲାଳ ବୋହିଯିବ ମୁଁ ଟିକେ ଖୁଆଇଦେବି ତମକୁ କଣ ଝାଡା ଲାଗୁଛି ନା ନିଦ ଲାଗୁଛି ଆଉ ଏମିତି କୁନ୍ଥଉଛ ନିଦ ଲାଗୁଛି। ରାତି 12টাରେ ମୁଁ ଆସିବି ବୋଲି କାଇଁ ତୁ ଆସିବୁ ବୋଲି ଖଜୁରୀ ବଣରେ ତପି ଦଙ୍ଗୁ ହଉ ତୁ ରଖ ମୁଁ